ମୁଁ ତ 6 ମାସ କଳନା କରିଥିଲି 6 ମାସ ପରେ ବିଜେଡି ନଥିବ ଟିକେ ଟାଇମ୍ ବେଶୀ ହେଇଗଲାଣି ବହୁତ ଜଲ୍ଦି ବିଜେଡି ସଫା ହେଇଯିବ। ତାହେଲେ ବିଜେଡିରେ କୌଣସି ନୀତି ଆଦର୍ଶ ନାହିଁ, କ୍ଲାରିଟି ନାହିଁ, ଲିଡରସିପ୍ ନାହିଁ, କିନ୍ତୁ ୟା ଭିତରେ ସେମାନେ ଓଡ଼ିଶାର ମଧ୍ୟ ବହୁତ କ୍ଷତି କରିଛନ୍ତି ଯୋଉଟା କ୍ଷମଣୀୟ ନୁହଁ। ତେଣୁକି ବିଜେଡି ଆଉ ରହିବା କଥା ନାହିଁ ଓଡ଼ିଶାରେ। ଦେଖନ୍ତୁ ବିଜେଡି ୱାକଆଉଟକୁ ସମର୍ଥନ କରିବା କି କିଛି ସଦସ୍ୟ ନ କରିବା ତାଙ୍କ ପାଖରେ ଏବେ କୌଣସି ଦ୍ୱନ୍ଦ୍ୱରେ ପଡ଼ି ଯାଇଛନ୍ତି, କୌଣସି କ୍ଲାରିଟି ନାହିଁ ତାଙ୍କ ଦଳ ଭିତରେ। ଅତଏବ ସେ କୋଉ ପ୍ରକାର କେମିତି ଭୋଟ କଲେ ଅଦୃଶ୍ୟ ଶକ୍ତି ତ ସବୁବେଳେ କାମ କରୁଛନ୍ତି। ମୁଁ ମଧ୍ୟ ନିର୍ବାଚନ ପୂର୍ବରୁ କହିଥିଲି ଯେ 24ରେ ଏମିତି ଗୋଟେ ଅଦୃଶ୍ୟ ଶକ୍ତି କାମ କରିବ ଯେ ପୁରା ବିଜେଡି ସଫା ହେଇଯାଇଥିବ, ସେ ଜାଣିପାରିବେ ନାହିଁ। ଏବଂ ସେମାନେ ହାରିବାର 9 ମାସ ପରେ ମଧ୍ୟ ଜାଣିପାରିନଥିଲେ ତାଙ୍କର ସରକାର ଚାଲି ଯାଇଛି ବୋଲିକି। ଅତଏବ ଅଦୃଶ୍ୟ ଶକ୍ତି ଆହୁରି ମଧ୍ୟ କାମ କରିବ। ଆଉ ଯେଉଁ ପ୍ରକାର 24 ବର୍ଷର ସେ କ୍ଷତି କରିଛନ୍ତି ଓଡ଼ିଶାକୁ, ମୁଁ ତ 6 ମାସ କଳନା କରିଥିଲି 6 ମାସ ପରେ ବିଜେଡି ନଥିବ ଟିକେ ଟାଇମ୍ ବେଶୀ ହେଇଗଲାଣି, ବହୁତ ଜଲ୍ଦି ବିଜେଡି ସଫା ହେଇଯିବ। ସବୁଠାରୁ ଉପରେ କାମ କରୁଛନ୍ତି ଜଗନ୍ନାଥ, ସ୍ୱୟଂ ସେ ହିଁ ସବୁଠାରୁ ଶକ୍ତିମାନ। ଜଗନ୍ନାଥ ସବୁ କରୁଛନ୍ତି, ସେ କରାଇବେ। ଦେଖନ୍ତୁ ଆପଣ ମଧ୍ୟ ବିଗତ ଦିନରେ ଯେଉଁ ସମୟରେ ବିଜେଡି ସରକାରରେ ଥିଲେ କୌଣସି ଦିଶା ନିର୍ଦ୍ଦେଶ କ୍ଲାରିଟି କିଛି ଥିଲା କି ଶାସନ? ମୁଁ ତ ବିଜେଡିର ସାଂସଦ ଥିଲି 14ରୁ 19। ସେ ସମୟରେ 5 ବର୍ଷ ମୁଁ ଯାହା ଅନୁଭୂତି, ସେଇଠି ନା ନୀତି ଆଦର୍ଶ ବିଚାର ବିମର୍ଶ କଥାବାର୍ତ୍ତା ଆଲୋଚନା କିଛି ଥିଲା କି? ଲୋକ ତାଙ୍କୁ ଯେଉଁମାନେ ଶାସନରେ ଥିଲେ କି ଆଜି ବି ବିଜେଡିରେ MP ML ଅଛନ୍ତି, ତାଙ୍କର କମଜୋରିଟାକୁ ଲୁଚିବା ପାଇଁ ବିଭିନ୍ନ କଥା କହିବେ, କିନ୍ତୁ ସତ କଥା ଯଦି କହିବା ତାହେଲେ ବିଜେଡିରେ କୌଣସି ନୀତି ଆଦର୍ଶ ନାହିଁ, କ୍ଲାରିଟି ନାହିଁ, ଲିଡରସିପ୍ ନାହିଁ। ସେ ଗୋଟେ ମୋମେଣ୍ଟମରେ ବିଜେପିର ସହାୟତାରେ 1997ରେ ଗଠବନ୍ଧନ ହେଲା ଏବଂ ବିଜେପିର ସହାୟତାରେ ହିଁ ସଂଗଠନ କରିବା ପାଇଁ ସକ୍ଷମ ଥିଲେ। ଆର୍ଥିକ ସହାୟତା ବିଜେପି ସେ ସମୟରେ ଦେଇଥିଲା, କିନ୍ତୁ ଯେଉଁ ପ୍ରକାର 2009ରେ ଛୁରା ଭୁସିଲେ ପଛପଟୁ ବିଜେପିକୁ ବିଜେଡି, ତାର ପାପଟା ଟିକେ ତାଙ୍କୁ ଲାଗିବା ପାଇଁ, ସେ ପାପର ଭୋଗୀ ହେବା ପାଇଁ ଟିକେ ସମୟ ଲାଗିଲା। କିନ୍ତୁ ୟା ଭିତରେ ସେମାନେ ଓଡ଼ିଶାର ମଧ୍ୟ ବହୁତ କ୍ଷତି କରିଛନ୍ତି ଯୋଉଟା କ୍ଷମଣୀୟ ନୁହଁ। ତେଣୁକି ବିଜେଡି ଆଉ ରହିବା କଥା ନାହିଁ ଓଡ଼ିଶାରେ। ମୁଁ କହିଲି ବିଜେଡି ଆଉ ରହିବା କଥା ନାହିଁ କୌଣସି ମତେ ଓଡ଼ିଶାରେ। ତାଙ୍କର ରହିବାର କୌଣସି ସ୍ଥାନ ହିଁ ନାହିଁ ଯେ ବହୁତ ଦିନ ରହିବେ, ପୁଣି ଆଉ କୌଣସି ମତେ ପୁଣି ଓଡ଼ିଶାର କ୍ଷତି କରିପାରନ୍ତି।